ସର୍ବପ୍ରଥମେ ମୋର ଓଡ଼ିଶାର ସମସ୍ତ ଜନସାଧାରଣଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ଏବଂ ଗୁରୁଜନମାନଙ୍କୁ ମୋର ପ୍ରଣାମ ଏବଂ ସାଙ୍ଗସାଥିମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଛୋଟମାନଙ୍କୁ ସ୍ନେହର ଆଶୀର୍ବାଦ। ହ୍ୟାପି ଉତ୍କଳ ଦିବସ। ଆଜି ଆମର ବହୁତ ପୁରୁଣା ଫ୍ରିଡମ୍ ଫାଇଟରଙ୍କ ଦ୍ୱାରା ଆଜି ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ରୂପେ ହୋଇପାରିଛି। ତେଣୁ ଓଡ଼ିଶାର ପାରଳାଖେମୁଣ୍ଡିର ରାଜା ପ୍ରଥମେ ପ୍ରଧାନମନ୍ତ୍ରୀ ଥିଲେ। ତେଣୁ ମୁଁ କହିବା କଥା ଯେ ଯେପରି ଇଂରେଜମାନଙ୍କ କବଳରୁ ଓଡ଼ିଶା ଆଜି ସ୍ୱତନ୍ତ୍ର ରାଜ୍ୟ ପରିଣତ କରିଛନ୍ତି ଏବଂ ଆଜି ଓଡ଼ିଶାର ମନ୍ଦିର ମସଜିଦରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଦ୍ରବ୍ୟପୀଠ ଶକ୍ତିପୀଠ କରିପାରିଛନ୍ତି ଏବଂ ବିଭିନ୍ନ କଳକାରଖାନା କରିପାରିଛନ୍ତି। ସେହିପରି ଆଜି ଆମର ପ୍ରତ୍ୟେକ ନେତା ଏବଂ ପ୍ରତ୍ୟେକ ବ୍ୟକ୍ତି ଉଦ୍ୟୋଗୀ ହେବା ଦରକାର ଯେ ଆମେ କିପରି ଓଡ଼ିଶାର ଉନ୍ନତି କରିବା ଏବଂ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତିଙ୍କର ଉନ୍ନତି କିପରି କରିବା ସେହିପରି ପ୍ରକଳ୍ପ ତିଆରି କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେବା ନିହାତି ଜରୁରୀ। ଆଜି ଓଡ଼ିଶାରେ କିଛି ନଥିଲା, ଆଜି ଓଡ଼ିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଉନ୍ନତି ହେଇଛି ଏବଂ ଆହୁରି ଉନ୍ନତି କିପରି ହେବ ତାହାର ପ୍ରଚେଷ୍ଟା ଜାରି ରଖିବା ପାଇଁ ମୁଁ ସମସ୍ତ ଯୁବକ ଯୁବତୀ ଏବଂ ଉଚ୍ଚସ୍ତରୀୟ ପଦପଦବୀରେ ଥିବା ଅଫିସର ହେଉ କି ନେତା ହେଉ ଆଉ କି ଜ୍ଞାନୀ ବ୍ୟକ୍ତି ହେଉ ତାଙ୍କୁ ମୁଁ କହୁଛି ଯେ ଆମେ ଓଡ଼ିଶାକୁ କିପରି ସ୍ୱତନ୍ତ୍ର ରାଜ୍ୟ ଯେପରି ହେଇଛି ଆଉ ଓଡ଼ିଶା କିପରି ଭାରତର ଗୋଟିଏ ନୂଆ ଓଡ଼ିଶା ହେଇପାରିବ ଏବଂ ଓଡ଼ିଶାରେ କିପରି ବିଭିନ୍ନ କଳକାରଖାନା ଖଣି କିପରି ଗଢ଼ି ଉଠିବ, ଫଳରେ ଏଇ ଯେଉଁ ବେକାର ଯୁବକ ଯୁବତୀ ରହିଛନ୍ତି ତାହା ନିଯୁକ୍ତି ପାଇ ଆଜି ଓଡ଼ିଶାର ଗର୍ବ କରିବେ ଏବଂ ଓଡ଼ିଶାର ପିଲା ଯୁବକ ଯୁବତୀ କେବେ ଯେମିତି ବାହାରକୁ ଦାଦନ ଖଟିବା ପାଇଁ ଯିବେ ନାହିଁ ତାର ଆମେ ଚେଷ୍ଟା ଜାରି ରଖିବା। ପ୍ରତ୍ୟେକ ଜିଲ୍ଲାରେ ପ୍ରକଳ୍ପ ତିଆରି କିପରି ହେବ, ପ୍ରତ୍ୟେକ ଜିଲ୍ଲାରେ କିପରି ଉନ୍ନତି କାର୍ଯ୍ୟ ହୋଇପାରିବ ତାର ଆମେ ଚେଷ୍ଟା ଜାରି ରଖିବା ପାଇଁ ଆଜି ପ୍ରତିଜ୍ଞା ନେବା ନିହାତି ଜରୁରୀ। ହ୍ୟାପି ଉତ୍କଳ ଦିବସ, ହ୍ୟାପି ଉତ୍କଳ ଜନନୀ। ଏ ଜଗତର ଜଗନ୍ନାଥ ଏବଂ ମା ମଙ୍ଗଳା। ଆଜି ମୁଁ ଆଉ ଗୋଟେ କଥା କହିବା ପାଇଁ ଚାହୁଁଛି ଯେ ଆକ୍ଚୁଆଲି ଆମର ଏଇ ଶକ୍ତିପୀଠ କହିଲେ ଆଜି ଓଡ଼ିଶା ଗୋଟେ ବୁଝଉଛି, ଯେହେତୁ ଜଗନ୍ନାଥ ଅଛନ୍ତି, ମହାପ୍ରଭୁ ବଳଭଦ୍ର ଜଗନ୍ନାଥ ସୁଭଦ୍ରା ଅଛନ୍ତି, ଜଗନ୍ନାଥ ମନ୍ଦିର ଅଛି, ପୁରୀ ପାଇଁ ଆଜି ଶକ୍ତିପୀଠ ବୋଲି ଆଜି ଆମର କୋଣ ଅନୁକୋଣରେ ଆଜି ଲିପିବଦ୍ଧ ହୋଇ ରହିଛି ଏବଂ କୋଣ ଅନୁକୋଣର ଲୋକମାନେ କହୁଛନ୍ତି ମଧ୍ୟ ଯେ ଓଡ଼ିଶା ଗୋଟେ ଶକ୍ତିପୀଠ। ଆଉ ଏଇ ଓଡ଼ିଶାର କିପରି ଉନ୍ନତି ହେବ ଆମେ ଯଦି ସମସ୍ତେ ପ୍ରତିଜ୍ଞା କରିବା ତାହେଲେ ଏହି ଉତ୍କଳ ଦିବସ ଆଜି ପୁଣି 2024 ଉତ୍କଳ ଦିବସ ପୁଣି ଆପଣମାନଙ୍କ ପାଇଁ ଗୋଟିଏ ଗ୍ରନ୍ଥ ହେଇ ରହିବ, ଗୋଟିଏ ଲିପିବଦ୍ଧ ହେଇ ରହିବ ଯେ ଆଜି 2024ରେ ସମସ୍ତେ ପ୍ରତିଜ୍ଞା କରି ଆଜି ଓଡ଼ିଶାର ଉନ୍ନତି କରିଲେ ଏବଂ ବହୁତ ବେକାର ଯୁବକ ଯୁବତୀ ନିଯୁକ୍ତି ପାଇଲେ ଏବଂ ସ୍ୱାସ୍ଥ୍ୟ ଶିକ୍ଷାର ଉନ୍ନତି ହେଉ ଆଉ ବେକାର ଯୁବକ ଯୁବତୀଙ୍କର ଉନ୍ନତି ହେଉ, ଏହା ହିଁ ମୋର ଚେଷ୍ଟା। ମୁଁ ବି ଚେଷ୍ଟା ଜାରି ରଖିଛି ଆଉ ସ୍ୱାସ୍ଥ୍ୟ ଶିକ୍ଷାର ଉନ୍ନତି କରିବା ସହିତ କିପରି ବିଭିନ୍ନ ପ୍ରକାର ପ୍ରକଳ୍ପ ତିଆରି ହେବ ତାର ଯୋଜନା କରି ଆଗକୁ ନିହାତି ମୁଁ କିଛି ନା କିଛି କରି ଉନ୍ନତି କରି ବୋଲି ଆଉ ବେକାର ଯୁବକ ଯୁବତୀ ନିଯୁକ୍ତି କରି ବୋଲି ମୁଁ ଆଜି ପ୍ରତିଜ୍ଞା କରୁଛି। ଜୟ ହିନ୍ଦ, ଜୟ ଭାରତ, ବନ୍ଦେ ଉତ୍କଳ ଜନନୀ, ବନ୍ଦେ ଉତ୍କଳ ଜନନୀ। ନମସ୍କାର।